ରାତିର ଠିକ୍ 3ଟା ବେଳେ ରାହୁଲ ନିଜ ଘରେ ଏକା ଥିଲା। ଅଚାନକ ତାର ଫୋନ୍ ବାଜିଲା। ଅନନୋନ୍ ନମ୍ବର। ସେ ଭୟ ଭୟରେ କଲ୍ଟି ରିସିଭ୍ କଲା ଏବଂ ହେଲୋ କହିବା ସହିତ ତାର ରକ୍ତ ଜମିଗଲା, କାରଣ ଅପର ପକ୍ଷରୁ ତାର ନିଜର ଆୱାଜ ଆସୁଥିଲା। ସେହି ଆୱାଜ ଧୀରେ କହିଲା, ଦରଜା ଖୋଲନି, ଯାହା କିଛି ହେଉ ଖୋଲନି। ରାହୁଲ ଶକ୍ରେ ଥିଲା। ତା ସମୟରେ ଦରଜାରେ କେହି ଥିଲା। ତାର ହୃଦୟ ବେଗରେ ଧଡ଼କୁଥିଲା। ସେ ଧୀରେ ଧୀରେ ଦରଜା ପାଖକୁ ଗଲା। ଫୋନ୍ରେ ସେହି ଆୱାଜ ଚିତ୍କାର କଲା, ଖୋଲନି। କିନ୍ତୁ ରାହୁଲ ଭୟ ଓ ଉତ୍ସୁକତାରେ ଦରଜା ଖୋଲିଦେଲା ଏବଂ ଯେତେବେଳେ ଦରଜା ଖୋଲିଲା ତାର ସାମ୍ନାରେ ସେ ନିଜେ ଠିଆ ଥିଲା। କିନ୍ତୁ ଆଖି ସଫେଦ, ମୁହଁ ପୋଡ଼ି ଯାଇଥିଲା ଏବଂ ସେ ଧୀରେ କହିଲା, ମୁଁ ମଧ୍ୟ ନା ମାନିଥିଲି। ପରଦିନ ସକାଳେ ରାହୁଲଙ୍କ ଲାଶ ସେହି ଘରେ ମିଳିଲା। ତୁମେ ଥିଲେ କ'ଣ କରିଥାନ୍ତ? ଦରଜା ଖୋଲିଥାନ୍ତ କି ନୁହେଁ? କମେଣ୍ଟରେ ଜଣାଅ।